ବର୍ଷାର ସିଜନ୍ ଆସୁଛି ଏବଂ ତା ସାଙ୍ଗରେ ଆସେ ଡାଇରିଆ, ପତଳା ଝାଡ଼ା, ଡିସେଣ୍ଟ୍ରି। ଏଇ ସବୁ ରୋଗ ପାଇଁ ଡକ୍ଟରମାନେ ଆପଣଙ୍କୁ କହନ୍ତି ଯେ ORSଟେ ପିଇବେ, କିନ୍ତୁ ବହୁତ ପେସେଣ୍ଟ ଆସି କହନ୍ତି ସାର୍ ଆମେ ORS ବଦଳରେ ଖାଲି ପାଣି ଦେଉଛୁ, ଚଳିବ ତ? ମୋଟେ ଚଳିବ ନାହିଁ। ପ୍ରୋବ୍ଲେମ୍ କ'ଣ ହୁଏ ଯଦି କେବଳ ଆମେ ପାଣି ଦେବା? ନର୍ମାଲି ORSରେ ସୋଡ଼ିୟମ୍, ପୋଟାସିୟମ୍, ସାଇଟ୍ରେଟ୍, ଗ୍ଲୁକୋଜ୍ ଏସବୁ ଜିନିଷ ଥାଏ ଯେଉଁଟା ପିଲାଟିକୁ ଏନର୍ଜି ଦିଏ। କିନ୍ତୁ ଯଦି ନ ଦେବା ତାହେଲେ ଅସୁବିଧା କ'ଣ ହେବ? ଅସୁବିଧା ଏଇଟା ହେବ ଯେ ବଡି ଭିତରକୁ ପାଣିଟି ପଶିବା ପାଇଁ ସୋଡ଼ିୟମ୍ ଏବଂ ଗ୍ଲୁକୋଜ୍ ଦରକାର। ଯଦି ଖାଲି ପାଣି ଆମେ ଦେଉଛୁ ସେଇଟା ପାଣି ଭିତରକୁ ଆବଜର୍ବ ନ ହେଇକି ଝାଡ଼ା ବାଟେ ବାହାରିଯିବ, ତେଣୁ ଆହୁରି ଝାଡ଼ା ହେବା ଆରମ୍ଭ ହୋଇଯିବ ଏବଂ ସୋଡ଼ିୟମ୍ର ମାତ୍ରା, ପୋଟାସିୟମ୍ର ମାତ୍ରା ବହୁତ କମିଯିବ। ସୋଡ଼ିୟମ୍ର ମାତ୍ରା କମିଗଲେ ବଡ଼ିରେ ଝାଡ଼ା ଯୋଗୁଁ ପିଲାମାନେ ବହୁତ ସିରିୟସ୍ ହେଇଯାଆନ୍ତି। ସେଥିପାଇଁ ମନେ ରଖିଥିବେ ଯେ ଯଦି ପିଲାକୁ ଡାଇରିଆ ହେଉଛି, ଝାଡ଼ା ହେଉଛି, ପ୍ରଥମ ଟ୍ରିଟମେଣ୍ଟ ହେଉଛି ଆଖି ବୁଜିକି ORSଟି ଠିକ୍ ଭାବରେ ତିଆରି କରିକି ଦେବେ। ଯଦି ପିଲାଟି ORS ନ ପିଉଛି କ'ଣ କରିବା ସେଇଟା ଜଣେଇବି ଆପଣଙ୍କୁ ଆଗାମୀ ଭିଡ଼ିଓରେ। ଧନ୍ୟବାଦ।